ଜୟ ଜଗନ୍ନାଥ ସାଙ୍ଗମାନେ, ଆଉ ଏକ ସୁନ୍ଦର ଭିଡ଼ିଓକୁ ଆପଣମାନଙ୍କୁ ମୁଁ ସ୍ୱାଗତ କରୁଛି। ତେଣୁ ଚାଲନ୍ତୁ ଭିଡ଼ିଓଟି ଆମେ ଦେଖିବା। ଖରାଦିନେ ଯେଉଁ ପ୍ରବଳ ଗରମ ହେଉଛି, ତେଣୁ ଆମ ଅଞ୍ଚଳରେ ଥିବା ଗୋଟିଏ ସୁନ୍ଦର ଡ୍ୟାମ୍, ତେଣୁ ସେଇ ଡ୍ୟାମ୍ଟିକୁ ଆମେ ବର୍ତ୍ତମାନ ଦେଖିବା। ଆଉ ଡ୍ୟାମ୍ର ଚତୁଃପାର୍ଶ୍ୱ ବୁଲିବା ଏବଂ ଦେଖିବା କେତେ ସୁନ୍ଦର ହୋଇଛି। ପାଣି ତ କମ୍ ଅଛି, ହେଲେ ବି ବହୁତ ସୁନ୍ଦର ପରିବେଶ ଅଛି। ତେଣୁ ଚାଲନ୍ତୁ ଆମେ ଡେରି ନକରି ଦେଖିବା। ତେଣୁ ଏଇ ଡ୍ୟାମ୍ଟିର ନାଁ ହେଉଛି ଜଗଦଳା ଡ୍ୟାମ୍, ଯେଉଁଟାକି ଆମର କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଲକରେ ଅବସ୍ଥିତ। ଆଉ ମଲଦା ପଞ୍ଚାୟତରେ ଯାଉଛି। ତେଣୁ ଦେଖିପାରୁଥିବେ କେତେ ସୁନ୍ଦର ଦେଖାଯାଉଛି ଡ୍ୟାମ୍ର ପରିବେଶ। ତେଣୁ ପାଣି ଥିଲାବେଳେ ତ ଅତି ଭୟଙ୍କର ଦେଖାଯାଏ, ଆଉ ଏଠିକି ଯିବାଟା ବି ବହୁତ ବିପଦ ଜଣାପଡ଼େ। କିନ୍ତୁ ବର୍ତ୍ତମାନ ତ ଖରା ପ୍ରବଳ ହେଉଛି, ତେଣୁ ଆଉ ତ ବାହାର କୁଆଡ଼େ ଯାଇ ହେଉନାହିଁ। ତେଣୁ ଏଇଟା ମୁଁ ଯେଉଁଠି ରହୁଛି ସେଇ ପାଖାପାଖି ମାତ୍ର 4-5 କିଲୋମିଟର ଦୂରରେ ଏଇ ଡ୍ୟାମ୍ଟି ଅଛି। ତେଣୁ ବେଳେବେଳେ ସମୟ ପାଇଲେ ସେଇ ଜାଗାକୁ ଟିକେ ବୁଲି ଆସିଲେ ମନଟା ବହୁତ ଖୁସି ଲାଗେ ଏବଂ ଯେଉଁ ମନ ଭିତରେ ଯେଉଁ ଅବସାଦ ରହିଛି ତାହା ଦୂର ହୋଇଥାଏ। ଆଉ ତେଣୁ ଆମେ ଦୁଇ ବନ୍ଧୁ ବାହାରି ପଡ଼ିଥିଲୁ ସେଇ ଡ୍ୟାମ୍ ଅଭିମୁଖେ, ନିଜର ଯେଉଁ ଡ୍ୟାମ୍କୁ ଦେଖିବା ପାଇଁ। ଖରାଦିନରେ ତା ଦୃଶ୍ୟ କୋଉ ଭଳିଆ ଦେଖାଯାଉଛି। ବର୍ଷା ଦିନ ତ ଆମେ ବହୁତ ଥର ଯାଇଛୁ, ବହୁତ ଲୋକ ସେଠି ମାଛ ମାରୁଥାନ୍ତି ଆଉ ଇଏ କରିଥାନ୍ତି। ତେଣୁ ଏବେ ତ ପାଣି କମ୍ ଅଛି, ହେଲେ ବି ନିହାତି 1-2 ଜଣ ନିହାତି ଥିବେ, ମାଛ ମାରୁଥିବେ। ଯେତେବେଳେ ଆମେ ଯାଇଛୁ ପାଇଛୁ, ପ୍ରାୟତଃ 10-15 ଜଣ ବର୍ଷା ଦିନେ ମାରୁଥାନ୍ତି ଏବଂ ସେଠୁ ବୋଧେ ମାଛ ବିକା ହୁଏ। ତେଣୁ ଦେଖିପାରୁଥିବେ ଡ୍ୟାମ୍ ଆଡ଼େ ବର୍ତ୍ତମାନ ଆମେ ଯାଉଛେ। ସବୁ ପାହାଚ ସିଷ୍ଟମ୍ କରାହେଇଛି ତଳକୁ ତଳ। ଏଠି ଦେଖନ୍ତୁ, ଏଠି ଗୋଟେ ସୁନ୍ଦର ପାଣିର ଯେଉଁ ନିଷ୍କାସନ ପାଇଁ ବାଟ କରାଯାଇଛି, କୂଅ ଟାଇପ୍ର। ଆଉ ଏଇଟା ସେତେବେଳେ ବହୁତ ଜୋରରେ ଶବ୍ଦ ହେଉଥିଲା, ଝୁଣଝୁଣ ଶବ୍ଦ। ତେଣୁ ସେ ଶବ୍ଦ ମଧ୍ୟ କାନକୁ ଶ୍ରୁତି ମଧୁର କରିଥାଏ। ଆଉ ରହିଲା ଏଇଟା ସେଇ ଡ୍ୟାମ୍ଟା ଯେଉଁଟା ଡ୍ୟାମ୍ ଯେଉଁ ପାଣି ଆସୁଛି ସେଇ ବୈତରଣୀର ପାଣି, ଯେଉଁଟା ଆମର କେନ୍ଦୁଝର ଜିଲ୍ଲାରେ ଯେଉଁ ନଦୀ ଅଛି ବୈତରଣୀ ନଦୀ, ସେଇ ବୈତରଣୀ ନଦୀର ପାଣି ଡ୍ୟାମ୍ ଦ୍ୱାରା ସବୁ ବହି ଚାଲିଛି। ଆଉ ଯାହା ଆପଣମାନେ ଦେଖୁଛନ୍ତି, ଏଠି ସବୁ ଜାଲି ସିଷ୍ଟମ୍ କରାହେଇଛି ଆଉ ସେଫ୍ଟି ପାଇଁ ଚାରିପଟ ବାଡ଼ ମଧ୍ୟ କରାହେଇଛି ଆଉ ଯିବା ପାଇଁ। ଆଉ ନିଶ୍ଚିତ ତ ସେ ଜାଗାକୁ ଗଲେ ଭୟ ତ ଲାଗିବ, ହେଲେ ବି ଏତେଟା ଭୟର ଜାଗା ନୁହେଁ, କାହିଁକିନା ଚାରିପଟ ସପୋର୍ଟିଂ ବାଡ଼ ଅଛି। ଆଉ ବାଡ଼ ବାହାରକୁ ଗଲେ ସିନା ଭୟ ଲାଗିବ, ତେଣୁ ବାଡ଼ ମଝିରେ ଗଲେ କିଛି ଅସୁବିଧା ନାହିଁ। ତେଣୁ ଦେଖିପାରୁଥିବେ କେତେ ସୁନ୍ଦର ଭାବରେ ପାଣିର ଦୃଶ୍ୟ ଦେଖାଯାଉଛି, ଯେଉଁଟା ନୀଳବର୍ଣ୍ଣ ପରି ଦୃଶ୍ୟମାନ ହେଉଛି। ଆଉ ରହିଲା ତା'ର ଯେଉଁ ନଦୀ ବନ୍ଧଟା ଆମେ ଟିକେ ଦେଖିବା, ତାପରେ ଆମେ ଭିଡ଼ିଓ ଟିକେ ଶେଷ କରିବା। ତେଣୁ ଏଇଠୁ ପାଣିଟା ହିଁ ଖସେ ଡ୍ୟାମ୍ର, ଦେଖିପାରୁଥିବେ ଏଇଠୁ ପାଣିଟା ତଳକୁ ଖସେ ଆଉ ଯାଏ। କିନ୍ତୁ ବର୍ତ୍ତମାନ ତ କୁଆଡ଼େ ପାଣି ନାହିଁ, ପାଣି ତ ଓଡ଼ିଶାରେ ବି ନାହିଁ। ଆଉ ପାଣି ଆଉ କେଉଁ କେନାଲରେ ନା କେଉଁ ଡ୍ୟାମ୍ରେ ରହିବ ବର୍ତ୍ତମାନ, କାହିଁକିନା ମହାନଦୀରେ ତ ପାଣି ନାହିଁ। ଓଡ଼ିଶାର ସବୁଠାରୁ ବୃହତ୍ତମ ନଦୀ ହେଉଛି ମହାନଦୀ, ସେ ମହାନଦୀରେ ତ ପାଣି ନାହିଁ। ଆଉ ଅନ୍ୟ ଶାଖା ନଦୀରେ କୁଆଡ଼େ ପାଣି ଆସିବ? ତେଣୁ ଛତିଶଗଡ଼ ତ ସବୁ ପାଣି ବନ୍ଦ କଲା, ତେଣୁ ଆଉ ଆସିବ କୁଆଡ଼ୁ? ଯାହା ହଉ, ସେ ବର୍ଷା ଦିନକୁ ଭରସା। ବର୍ଷା ଦିନ ଆସିଲେ ହିଁ ସେ ନଦୀମାନଙ୍କର ଗୋଟିଏ ପୁରିଲା ପରି ନଦୀ ଗୁଡ଼ା ସବୁ ଦେଖାଯାଏ। ଆଉ ସେଇ ତା'ର ସୁନ୍ଦର ଦୃଶ୍ୟ, ଯେଉଁଟା ଆପଣମାନେ ଭିଡ଼ିଓ ମାଧ୍ୟମରେ ଦେଖୁଛନ୍ତି।
ତେଣୁ ଏଇ ସବୁ ବିଭିନ୍ନ ସ୍ଥାନରେ ଗୋଟେ ଗୋଟେ ସବୁ ପାଣି ଯେଉଁ ଯିବା ପାଇଁ ଅଣ୍ଡରଗ୍ରାଉଣ୍ଡ ହିଁ କରାହେଇଛି, ଯେଉଁଟା ଜାଲି ସିଷ୍ଟମ୍ କରାହେଇଛି। ତେଣୁ ଯେତେ ଓଜନିଆ ଲୋକ ହେଲେ ବି ସେ ଜାଲି ଉପରେ ଠିଆ ହେଲେ ପଡ଼ିବାର ଚାନ୍ସ ନାହିଁ, କାହିଁକିନା ବହୁତ ମୋଟା ଲୁହା ଦ୍ୱାରା ସେ ସବୁ କରାହେଇଛି ଆଉ ମଜବୁତ କାମ ହେଇଛି, ଏଇଟା ଦେଖିପାରୁଥିବେ। ଆଉ ଆଗରେ ମଧ୍ୟ ଗୋଟେ ଜାଗାରେ ସବୁ ତାଙ୍କର ଯେଉଁ ଅଛନ୍ତି ଡ୍ୟାମ୍ ପରିଚାଳନା କରିବା ପାଇଁ ଜଳ ସମ୍ପଦ ବିଭାଗର ଲୋକମାନେ, ସେଠି ମଧ୍ୟ ଗୋଟେ ଲକ୍ର ବ୍ୟବସ୍ଥା କରାହେଇଛି। ସେଠି ଲକ୍ ଅଛି, ସେଟା ଖୋଲିଲେ ପାଣି ଯିବ ଏବଂ ଲକ୍ ବନ୍ଦ କଲେ ପାଣିଟି ବନ୍ଦ ହୋଇଯିବ। ଏଇଟା ଦେଖିପାରୁଥିବେ। ବର୍ତ୍ତମାନ ତା ଉପରକୁ ଆମେ ଯାଉଛୁ। ଆଉ ଖରାଦିନରେ ସବୁ ଘାସ ଫାସ ଶୁଖିକି ସବୁ ଧଳା ହେଇଗଲାଣି। ଆଉ ବର୍ଷା ଦିନେ ଟିକେ ସୁନ୍ଦର ଲାଗେ ଆଉ ପାଣି ଥିଲେ ଆହୁରି ମଜା ମଧ୍ୟ ଲାଗେ, କିନ୍ତୁ ଖରାଦିନେ ଏତେ ଦୃଶ୍ୟଟା ଏତେ ସୁନ୍ଦର ଲାଗେ ନାହିଁ। ତେଣୁ ଦେଖିପାରୁଥିବେ ଏଠି ସବୁ ମାଟିର ବନ୍ଧ କରାହେଇଛି ଆଉ ମଝିରେ ସିମେଣ୍ଟର ସବୁ ପାହାଚ ମାନ କରାହେଇଛି, ଯେଉଁଟା ଆମର ଡ୍ୟାମ୍ର ଯେଉଁ ଶୋଭାକୁ ଆଉ ଟିକେ ବଢ଼େଇ ଦେଉଛି। ତେଣୁ ଫାଇନାଲି ଆମେ ଆସି ବର୍ତ୍ତମାନ ସେଇ ଯେଉଁ ଲକ୍ କଥା କହୁଥିଲି, ଯେଉଁଠି ପାଣି ଯିବା ଆସିବା ବନ୍ଦ କରିବା ହୁଏ ଏବଂ ଖୋଲା ହୁଏ, ସେ ଲକ୍ ପାଖରେ ବର୍ତ୍ତମାନ ଆମେ ଆସି ପହଞ୍ଚି ଯାଇଛୁ। ତେଣୁ ସନ୍ଧ୍ୟା ସମୟ ବି ହୋଇଗଲାଣି ଆଉ ଶିବଙ୍କର ମନ୍ଦିର ମଧ୍ୟ ଦେଖାଯାଉଛି ଆଗକୁ। ଆଉ ଆମେ ତ ଜାଗାକୁ ମୁଁ ବହୁତ ଥର ଯାଇଛି ଆଉ ଶିବଙ୍କ ମନ୍ଦିର ପାଖରେ ବି ବସିଛି ବହୁତ ଥର। ଆଉ ଏଠି କୋଳାହଳ ଏତେ ନଥାଏ, ଲୋକ ଯେଉଁ ଅଛନ୍ତି ଆଖପାଖରେ ସେ ସବୁ ଶାନ୍ତ ସରଳ, ବହୁତ କମ୍ ଲୋକ କହିଲେ ଚଳେ, ବୁଦି ବୁଦିଆ ଘର। ଆଉ ଇଏ ସେଇ ଡ୍ୟାମ୍ର ଯେଉଁଟା ଆମେ ଚାଲିକି ଆସିଥିଲି, ସେଇ ଡ୍ୟାମ୍ର ଉପରୁ ଯେଉଁ ବନ୍ଧ ଉପରୁ ଭିଡ଼ିଓ ଉତ୍ତୋଳନ କଲେ ସେଇଟା ସବୁ ଦେଖାଯାଉଛି, ଦେଖିପାରୁଥିବେ। ଏଠି ମଧ୍ୟ ଗୋଟେ ଜଣେ ମାଛ ଧରିବାରେ ବ୍ୟସ୍ତ ଅଛନ୍ତି ଆଉ ସିଏ ତାଙ୍କର ମାଛ ଧରୁଛନ୍ତି। କିନ୍ତୁ ଏ ସମୟରେ ମାଛଟା ଟିକେ କମ୍ ପଡ଼େ, କାହିଁକିନା ଖରାଦିନେ ମାଛ ବହୁତ କମ୍ ଆଉ ବର୍ଷା ଦିନେ ମାଛ ହିଁ ତାଙ୍କର, କାହିଁକିନା ସିଏ ଯେଉଁ ମଞ୍ଜି ଖେଳେଇଥାନ୍ତି ବା ତାଙ୍କର ଛୁଆ ସୃଷ୍ଟି କରିଥାନ୍ତି, ଯାହାଫଳରେ ମାଛ ପ୍ରଚୁର ମିଳେ। ଏଇ ସେଇ ବନ୍ଧର ଦୃଶ୍ୟ ଯେଉଁଟା ଆପଣମାନେ ଦେଖୁଛନ୍ତି, କେତେ ସୁନ୍ଦର ଦୃଶ୍ୟମାନ ହେଉଛି। ତେଣୁ ଏଇସବୁ ପ୍ରକୃତିର ବରଦାନ, ଯେଉଁଟାକୁ ଦେଖିଲେ ନିହାତି ଗୋଟେ ମନ ଖୁସି ଲାଗିବ। ଆମେ ତ ବିଭିନ୍ନ ଜାଗା ଯାଉଛେ ଦେଖୁଛେ, କିନ୍ତୁ ପ୍ରାକୃତିକ ପରିବେଶ ଦେଖିଲେ ନିହାତି ଭଲ ଲାଗିବ। ଏଇ ସେଇ ଶିବ ମନ୍ଦିର ଯେଉଁଟା ମୁଁ କହୁଥିଲି, ଦେଖନ୍ତୁ କେତେ ସୁନ୍ଦର ଭାବରେ ବାବାଙ୍କର ମନ୍ଦିର ଏଠି ତିଆରି ହୋଇଛି। ରଖୁଛି ସାଙ୍ଗମାନେ।